ଆସ ଏବେ ଶୁଣିବା ଆଉ ଏକ ନୂଆ କାହାଣୀ କୌତୁକିଆ ହରିଣ ଛୁଆ। ଗପଟିକୁ ଲେଖିଛନ୍ତି ପରଶୁରାମ ବେହେରା। ପାହାଡ଼ ପ୍ରଦେଶର ଘେରା ଜଙ୍ଗଲ ଭିତରେ ରହୁଥିଲା କୌତୁକିଆ ହରିଣ ଛୁଆଟିଏ। ସେ ଏକା, ସମ୍ପୂର୍ଣ୍ଣ ଏକଲା। ତାର ମା ନଥିଲା। ମାତ୍ର ହରିଣ ଛୁଆଟି ଚଉପାଶର ବଣ ଲଟା ସହାୟତାରେ ଶତ୍ରୁ କବଳରୁ ବଞ୍ଚିବାର କୌଶଳ ଶିଖି ଯାଇଥିଲା। ଆକାଶର କୌଣସି ଉଡ଼ନ୍ତା ପକ୍ଷୀକୁ ଅନୁକରଣ କରି ସେ ଚଞ୍ଚଳ ଗତିରେ ଧାଇଁ ଶିଖିଥିଲା ମାଟି ଉପରେ। ପ୍ରଜାପତିଟିଏ ପରି ସେ ଥିଲା ଖୁବ୍ ବେପରୱା, ଆଜାଦ। ଦିନେ ଗୋଟିଏ ଓଦା ଓଦା ରାତିରେ ହରିଣ ଛୁଆଟି ନାଚ ଶିଖୁଥାଏ ଝରଣାଠାରୁ। ଖୁସିରେ ଉଛୁଳି ପଡ଼ୁଥାଏ ସେ। ନାଚି ନାଚି ଝରଣାଟି ପରି ଝରିଯିବ ଯେମିତି। ଅନେକ ସମୟ ପରେ ଅବଶ ହୋଇ ପଡ଼ିଲା ତାର କୁନି କୁନି ଗୋଡ଼ ଚାରୋଟି। ଶୋଷ ବି ଲାଗିଲା। ଏଥର ସେ ଚୁପ୍ ହୋଇଯାଇ ପାଣି ପିଇଲା ଝରଣାରୁ। ଝରଣାରେ ଚହଲା ଜହ୍ନର ଛାଇ। ପାଣି ଭିତରେ ରୂପେଲି ମାଛଟିଏ ଦେଖିଲା। ଜହ୍ନ ଚୁମା ଦେଉଛି ହରିଣ ଛୁଆର ମୁହଁରେ, ଦେହରେ, ସର୍ବାଙ୍ଗରେ। ସତେ ଯେମିତି ସେଇ ଚୁମା ପରଶରେ ହରିଣ ଛୁଆ ଦେହରେ ଆଙ୍କି ହେଇଯାଉଛି ରୂପା ଟଙ୍କା ପରି ଚିହ୍ନଟିମାନ। ମାଛଟି ଆନନ୍ଦରେ ଡେଇଁ ପଡ଼ିଲା। ତରକିଗଲା ହରିଣ ଛୁଆ। ଚାରିଆଡ଼କୁ ଥରେ ଆଖି ବୁଲେଇ ଆଣିଲା। ହଠାତ୍ ସେ ଯାହା ଦେଖିଲା ଭୟରେ ଅଜ୍ଞାନ ହୋଇଯିବା କଥା। ମାତ୍ର ବିପଦ ବେଳେ ସାହସ ବାନ୍ଧିବାକୁ କେହି ଜଣେ ତାକୁ କହିଥିଲା। ଏଣୁ ସେ ଟିକିଏ ଭଲ ଭାବରେ ଦେଖିଲା। ବୁଦା ଆଢ଼ୁଆଳରୁ ଚତୁର ବିଲୁଆଟି ଛକି ଛକି ଆସୁଛି ତାକୁ ଧରି ଖାଇବାକୁ। ତାକୁ ସେ ପ୍ରଥମେ ବାଘ ବୋଲି ଭାବିଥିଲା। ଯାହା ହେଉ ପଳେଇଗଲା ଭଲ। କୁଆଡ଼େ ଯିବ? ଏପଟେ ଝରଣା, ସେପଟେ ବିଲୁଆ। ଡେଇଁ ପଡ଼ିଲା ଝରଣାକୁ। ଝରଣାର ଦୁଧ ଫେଣ ପରି ପାଣି ସୁଅ ତାକୁ ଅବିଳମ୍ବେ ଭସାଇ ନେଲା ଆର କୂଳକୁ। ଏଥର ସେ ଧାଇଁ ପଳେଇଗଲା ପାହାଡ଼ ଉପରକୁ। ସେଇଦିନଠାରୁ ଝରଣାଟି ହୋଇଥିଲା ହରିଣ ଛୁଆଟିର ମା। ପାହାଡ଼ ହେଲା ବାପ। ଆଉ ଦୁନିଆରେ ତାର ଅଭାବ କ'ଣ? ଏମିତି ଦିନେ ହରିଣ ଛୁଆଟି ବୁଲୁ ବୁଲୁ ଅନ୍ୟମନସ୍କ ହୋଇ ପଡ଼ିଥିବା ବେଳେ ବଡ଼ ସତର୍କତା ସହ ତାକୁ ଧରି ପକାଇଲା ଗୋଟିଏ ଗଧିଆ। ଗଧିଆ ଦେଖିଲା ଏଇ କେତେଦିନ ଭିତରେ ହରିଣ ଛୁଆ ଖୁବ୍ ମୋଟାମୋଟି ହୋଇଗଲାଣି। ଏବେ ତାକୁ ମାରିଦେଲେ ବୋହି କରି ଗାତ ପର୍ଯ୍ୟନ୍ତ ନେଇ ହେବ ନାହିଁ। ଏହାଛଡ଼ା ଏଇଠି ମାରି ଖାଇଲେ ଅନ୍ୟ ଜନ୍ତୁମାନେ ଆକ୍ରମଣ କରିପାରନ୍ତି। ବରଂ ତାକୁ ଭୟଭୀତ କରି ସାଙ୍ଗରେ ବସା ପର୍ଯ୍ୟନ୍ତ ଚଲେଇ ନେବାକୁ ପଡ଼ିବ। ଏମିତି ଭାବି ଗଧିଆ କହିଲା, କିରେ, ମୁଁ କିଏ ଜାଣୁ? ନା ଆଜ୍ଞା, ଥରି ଥରି ଉତ୍ତର ଦେଲା ହରିଣ ଛୁଆ। ମୁଁ ପାହାଡ଼ ପ୍ରଦେଶର ରାଜା ବୋଲି ତୋତେ ଜଣା ନାହିଁ? ଇଚ୍ଛା କଲେ ଏଇ ପାହାଡ଼କୁ କଙ୍କଡ଼ାଟିଏ ପରି ଖାଇ ଦେଇପାରେ। ଗଧିଆ କହିଲା। ନା ଆଜ୍ଞା, ତାହା କରନ୍ତୁ ନାହିଁ, ଚମକି ପଡ଼ି କହିଲା ହରିଣ ଛୁଆ। କାରଣ? ପଚାରିଲା ଗଧିଆ। ମୁଁ ସେଠାରେ ରହେ, ହରିଣ ଛୁଆ ସ୍ୱୀକାର କଲା। ଗଧିଆ ଏଥର ହୋ ହୋ ହୋଇ ହସିବାରେ ମନ ଦେଲା। କେତେ ସମୟ ପରେ ସେ ହସ ବନ୍ଦ କରି କହିଲା, ଏଇ ମୁହୂର୍ତ୍ତରେ ମୁଁ ତୋତେ ଗୋଟିଏ କଷି କାକୁଡ଼ି ପରି ଚୋବାଇ ପକାଇବା କଥା। ମାତ୍ର ମୋର ଗୋଟିଏ ରାନ୍ଧୁଣିଆ ଦରକାର। ତେଣୁ ମୁଁ ତୋତେ ନ ଖାଇ ଦୟାକରି ବସାକୁ ନେଇଯିବି। ରାଜି ତ? ହରିଣ ଛୁଆଟିକୁ ସେଠାରୁ ବଞ୍ଚିବାକୁ ଆଉ କିଛି ଉପାୟ ଜଣା ନଥିଲା। ସେ କେବଳ କାନ୍ଦିବାକୁ ଲାଗିଲା। ଗଧିଆ ବ୍ୟସ୍ତ ହୋଇ ପଚାରିଲା, କ'ଣ ହେଲା? ଭୟ କରୁଛୁ କି? ତୁ ମୋର ରାନ୍ଧୁଣିଆ ହେବୁ? ତୋର କ'ଣ କେହି କିଛି କ୍ଷତି କରିପାରିବ? ଏଥର ପୁଣି କାନ୍ଦିଲା ହରିଣ ଛୁଆ। ତାର କାନ୍ଦଣା ଶୁଣି ବାହାରି ଆସିଲା ସେଇ ବିଲୁଆଟି। ଗଧିଆ ଭୟରେ କିଛି ଦୂରରେ ରହି ତା ପାଟିରୁ ଗଡ଼ି ଆସୁଥିବା ଲାଳକୁ କେବଳ ଜିଭରେ ଚାଟିବାକୁ ଲାଗିଲା। ହରିଣ ଛୁଆ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଗଲା। ସେ ସେହିପରି କାନ୍ଦି କାନ୍ଦି କହିଲା, ମୁଁ ଆପଣଙ୍କ ପାଇଁ ସବୁ କରିବାକୁ ରାଜି। ହେଲେ ଏଇ ଯେଉଁ ବିଲୁଆଟି ସବୁବେଳେ ମୋ ପଛେ ପଛେ ଲାଗିଛି, ମୋତେ ତାକୁ ଭାରି ଡର। ଏଇ ଦେଖ, ମୋତେ ଖାଇଦେବ ବୋଲି ଟାକି ବସିଛି।
ଏକଥା ଶୁଣି ଗଧିଆ ମୁଣ୍ଡକୁ ରାଗ ଚହଟି ଗଲା। ସେ ଗର୍ଜି ଉଠି କହିଲା, ଏଇ ଦେଖ ସେଇ ଦୁଷ୍ଟ ବିଲୁଆକୁ ଧରି ଆଣି ତୋରି ହାତରେ ରାନ୍ଧି ଖାଇବି। ଏତିକି କହି ସେ କୁଦା ମାରିଲା ବିଲୁଆ ଆଡ଼କୁ। ବିଲୁଆ ବି ପ୍ରାଣ ବିକଳରେ ଧାଇଁଲା। ଏମିତି ଗୋଡ଼ାଗୋଡ଼ି ହୋଇ ସେମାନେ ଅଦୃଶ୍ୟ ହୋଇଗଲେ ଦୂରାନ୍ତରେ। ଅପୂର୍ବ ସୁଯୋଗ ପାଇ ହରିଣ ଛୁଆ ପ୍ରଥମେ ଧାଇଁଲା ଝରଣା ନିକଟକୁ। ଅବିଳମ୍ବେ ଝରଣାକୁ ଡେଇଁ ପଡ଼ି ଭାସି ଚାଲିଲା ଆରପଟକୁ। ଏଥର ଦ୍ରୁତ ଗତିରେ ଧାଇଁବା ତ ତାର କୌତୁକର କଥା। ଏବେ ଆଉ କିଏ ବା ତାକୁ ଧରିପାରନ୍ତା?